ଆମେ ଫାର୍ଷ୍ଟ ହାଫରେ ଡିସ୍କସନ କରିଥିଲେ ଇଣ୍ଡଷ୍ଟ୍ରିଆଲାଇଜେସନ ଆଉ ତାର ଡିସ୍କସନ ଆମର ସରିଯାଇଛି। ତାର ଫିଚର୍ସ ଟା ଆମେ ଡିସ୍କସନ କରିଥିଲେ। ଫାର୍ଷ୍ଟ ହେଲା ମେକାନାଇଜେସନ, ଯୋଉଟା କି ଆମର ହ୍ୟୁମାନ ମାନଙ୍କୁ ରିପ୍ଲେସ କରିକି ଆମର ମେସିନ ଅଧିକ ୟୁଜ ହଉଛି, ସେଟା ହେଲା ମେକାନାଇଜେସନ। ଦେନ୍ ଆସିଲା ଅଟୋମେସନ। ଅଟୋମେସନ ମିନ୍ସ ଯେତେବେଳେ ଆମର ମେସିନ ମାନେ ଅଧିକ ୟୁଜ ହେବେ ତ ଆମର ସେତେବେଳେ କାମରେ ଅଟୋମେଟିକ ହେଇଯିବ, ଯାହା ଦ୍ୱାରା କି ଆମର କଷ୍ଟ ଅଫ ପ୍ରଡକ୍ସନ ଟା ରିଡ୍ୟୁସ ହବ। ଦେନ୍ ଆମର କ୍ୱାଲିଟିରେ ଇମ୍ପ୍ରୁଭମେଣ୍ଟ ଆସିବ। ଦେନ୍ ଆମର ବହୁତ ଇଣ୍ଡଷ୍ଟ୍ରି ସହିତ ଆମେ କମ୍ପିଟିସନ କରିପାରିବୁ। ଦେନ୍ ହେଲା ଡିଭିଜନ ଅଫ ଲେବର। ତ ଯୋଉ ଆମର ଲେବର ରହିଲେ ତାଙ୍କୁ ଆମେ ତାଙ୍କର ସ୍କିଲ୍ ନଲେଜ, ସେମାନେ କୋଉ ଏରିଆ କୋଉ ଟାସ୍କ ରେ ସେମାନେ ବେଟର ପରଫର୍ମ କରିପାରିବେ, ସେମାନଙ୍କୁ ନେଇକି ଆମେ ଡିଭାଇଡ କରିବା ଆମ ଲେବର ମାନଙ୍କୁ। ଦ ଡିଭିଜନ ଅଫ ଲେବର ଅଲସୋ ଅକର୍ସ ଇନ୍ ହାଇଲି ସ୍କିଲ୍ଡ ଆଣ୍ଡ ନଲେଜ ଏରିଆ ସଚ୍ ଆଜ୍ an information security professional with special knowledge of database security। ତ ଆମ ଯୋଉ ସବୁ ଏରିଆରେ ଆମର ଲେବର ମାନଙ୍କୁ ଡିଭାଇଡ କରାଯାଇଛି, ଯାହାର ଯୋଉ ସ୍କିଲ୍ ଯାହାର ଯୋଉ ନଲେଜ ତାଙ୍କୁ ନେଇକି ଆମର ଡିଭାଇଡ କରାଯାଇଛି। ଦେନ୍ ପ୍ରି ରିକ୍ୱିଜିଟ୍ସ ଅଫ ଇଣ୍ଡଷ୍ଟ୍ରିଆଲାଇଜେସନ। ତ ଆମ ଗୋଟେ ଗୋଟେ ଏରିଆରେ କି ଗୋଟେ କଣ୍ଟ୍ରିରେ ଇଣ୍ଡଷ୍ଟ୍ରିଆଲାଇଜେସନ ପାଇଁକା କଣ କଣ ଦରକାର? ଫାର୍ଷ୍ଟ ହେଲା ଆଭେଲେବିଲିଟି ଅଫ କ୍ୟାପିଟାଲ ଇନଭେଷ୍ଟମେଣ୍ଟ। ତ ଆମର ଫାର୍ଷ୍ଟ ଅଫ ଅଲ୍ କ୍ୟାପିଟାଲ ହେଲା ଯେ ଆମର ଗୋଟେ ବିଜନେସ ଷ୍ଟାର୍ଟ କରିବା ପାଇଁ ଆମର କିଛିଟା ଫଣ୍ଡ ଦରକାର। ତ ସେ ଫଣ୍ଡ ବିନା ଆମର ବିଜନେସ ଟା ଷ୍ଟାର୍ଟ ହେଇପାରିବନି। ତ ସେଇ ଫଣ୍ଡ ଟାକୁ ଯଦି ଇନଭେଷ୍ଟ କରିବା ପାଇଁ କେହି ନଥିବେ ତ ସେଠି ଆମର ବିଜନେସ ଷ୍ଟାର୍ଟ ହେଇପାରିବନି। ତ unless there is sufficient capital or fund for investment in industrialization factories, equipment, machines and labor, the manufacturing process cannot be started। ତ ଆମର ଗୋଟେ ଅର୍ଗାନାଇଜେସନରେ ଗୋଟେ ପ୍ରୋସେସ କୁ ଷ୍ଟାର୍ଟ କରିବା ପାଇଁକା ଆମର ଫାର୍ଷ୍ଟ ଅଫ ଅଲ୍ କଣ ଦରକାର? ଫ୍ୟାକ୍ଟ୍ରି ଏରିଆ ଦରକାର, ମେସିନ ଦରକାର, କିଛିଟା ଲେବର ଦରକାର। ତ ସେ ସବୁ ଯଦି ଆମର ନ ମିଳିବ ସେ ସବୁକୁ ଆମେ ଷ୍ଟାର୍ଟ କରିବାନି। ଆଉ ସେ ସବୁ କେତେବେଳେ ମିଳିବ? ଯେତେବେଳେ ଆମ ପାଖେ ପ୍ରପର କ୍ୟାପିଟାଲ ଥିବ, ଏନଫ୍ କ୍ୟାପିଟାଲ ଥିବ। ତ ସେଇଟାକୁ ଆମର କହିବା ଆଭେଲେବିଲିଟି ଅଫ କ୍ୟାପିଟାଲ ଫର ଇନଭେଷ୍ଟମେଣ୍ଟ। ତ ଗୋଟେ କଣ୍ଟ୍ରିରେ ଯଦି ଇଣ୍ଡଷ୍ଟ୍ରିଆଲାଇଜେସନ କରିବାକୁ ଯଦି ଦରକାର, ଫାର୍ଷ୍ଟ ତା ପାଇଁ କ୍ୟାପିଟାଲ ଦରକାର। ଦେନ୍ ହେଲା ଲାର୍ଜ ଏକ୍ସପାଣ୍ଡେଡ ମାର୍କେଟ। For industries to grow, there had to be a market for its product। ତ ଯଦି ଆମର ମାର୍କେଟ ନଥିବ, ମାର୍କେଟ ହେଲା କଣ? The place where purchase and sale is made। ତ ଯୋଉଠି purchase ଆଉ sale ଟା ହୁଏ, ସେଇ ମାର୍କେଟ ଯଦି ନଥିବ ଆମେ କଣ, ଆମେ ଯୋଉ ଇଣ୍ଡଷ୍ଟ୍ରିରେ ଆମ ଗୁଡ୍ସ କୁ ପ୍ରଡ୍ୟୁସ କରିବା, ଗୁଡ୍ସ ଆଉ ସର୍ଭିସେସ୍ କୁ ପ୍ରଡ୍ୟୁସ କରିବା, ସେ ସବୁ ଆମେ ଏକ୍ସଚେଞ୍ଜ କୋଉଠି କରିବା କି ସେଲ୍ କୋଉଠି କରିବା ଯଦି ମାର୍କେଟ ନଥିବ? ତ ସେଥିପାଇଁ ଆମକୁ ମାର୍କେଟ ଦରକାର, ଆଉ ସେ ମାର୍କେଟ ବି ଲାର୍ଜ ଏକ୍ସପାଣ୍ଡେଡ ହେଇଥିବା ଦରକାର। Then a committed labor force। Industrialization requires a committed labor force commitment। ତ ଆମର କଣ, ଇଣ୍ଡଷ୍ଟ୍ରିଆଲାଇଜେସନ ପାଇଁ ଆମର ଲେବର ଫୋର୍ସ ବି ସେମିତି କମିଟେଡ ହେଇଥିବା ଦରକାର। ଯଦି ଆମର ପ୍ରପର ଲେବର ଫୋର୍ସ ନଥିବେ, ଯଦି ସେମାନେ ପ୍ରପରଲି କାମ କରୁନଥିବେ, ତ ଆମର କଣ, ଆମେ ଏତେ ଇନଭେଷ୍ଟମେଣ୍ଟ କରିକି ଆମର କିଛି କଣ କିଛି ପ୍ରଫିଟ ହବନି ଯଦି ସେଇଭଳିଆ ଲେବର ନଥିବେ। ତ ସେଥିପାଇଁ ଆମର କମିଟେଡ ଲେବର ଫୋର୍ସ ଦରକାର। Commitment denotes the acceptance of the values of industrial society and their expression। Industrialization behavior workers have to accept industrial work as a desirable occupation। ତ ଆମେ ଯୋଉ ଅର୍ଗାନାଇଜେସନରେ କାମ କରୁଛେ, ଯଦି ଆମେ ସେଟାର ଭ୍ୟାଲୁ ନ ବୁଝିବା, ଆମର ସେଟା ନ ବୁଝିଲେ, ଭ୍ୟାଲୁ ନ ବୁଝିଲେ ଆମେ କଣ ସେ କାମ ପ୍ରତି ଆମେ କମିଟ ହେଇପାରିବାନି। ତ ଆମର ସେ କାମ କରିବା ପାଇଁ ଇଣ୍ଟରେଷ୍ଟ ଆସିବନି। ଦେନ୍ ଆମେ ଆମ ଅର୍ଗାନାଇଜେସନରେ କୋଉ ଟାଇପ ର କାମ ହଉଛି, ତ ସେଇ କାମ ପାଇଁକା ଆମେ ଆମ ଡିଜାୟାର ଟାକୁ ଶୋ କରିବା ଦରକାର। ତ ସେ ସବୁ ହେଲେ ହିଁ ଆମେ କଣ, ଆମେ ଆମ ଅର୍ଗାନାଇଜେସନରେ ସବୁ ଗୁଡ୍ସ ଆଉ ସର୍ଭିସେସ୍ ଟା ଭଲରେ ପ୍ରଡ୍ୟୁସ ହେଇପାରିବ ୱିଦିନ କମ ଟାଇମ, ୱିଦିନ ଲେସ୍ ଟାଇମ। Then as industrial technology is constantly changing, the labor force must be able to adapt to new technology। ତ ଯାହା ବି ଆମର ଇଣ୍ଡଷ୍ଟ୍ରିରେ ଚେଞ୍ଜେସ୍ ହଉଛି, ତ ସେ ସବୁକୁ ଆକ୍ସେପ୍ଟ କରିବାକୁ, ସେ ସବୁକୁ ଇଜିଲି ଆଡପ୍ଟ କରିବା ପାଇଁକା ଆମର ଲେବର ଫୋର୍ସ ମାନେ କମିଟେଡ ହବା ଦରକାର। ଦେନ୍ ମୋବିଲିଟି ଅଫ ବେସିକ ରିସୋର୍ସେସ୍। Mobility of basic resources, especially labor and capital, is the key to successful industrialization। ତ ଆମର ଗୋଟେ industrialization ର ତ ମେନ୍ ଆମର ଦିଟା ମେନ୍ ଏଲିମେଣ୍ଟ ହେଲେ ଲେବର ଆଉ କ୍ୟାପିଟାଲ। If resource is locked up on account of traditional consideration and therefore not available to meet the needs, rapid industrialization become difficult।
ତମର ଯୋଉ ଲେବର ରହିଲେ କ୍ୟାପିଟାଲ ରହିଲେ ସେମାନଙ୍କ ଭିତରେ ଯଦି ମୋବିଲିଟି ନ ହବ, ଯଦି ଲେବର ମାନେ ପ୍ରପରଲି କାମ ନ କରିବେ, ତାପରେ ଯୋଉ ଆମ ଅର୍ଗାନାଇଜେସନରେ ଯୋଉଟା ଫଣ୍ଡ ରହିଲା ସେ ସବୁରେ ଯଦି ପ୍ରପର ୟୁଟିଲାଇଜେସନ ନ ହେଇ ପାରିଲା, ଦେନ୍ କଣ ଆମେ ଯୋଉ ଇଣ୍ଡଷ୍ଟ୍ରିଆଲାଇଜେସନ ପାଇଁକା ଡ୍ରିମ୍ ଦେଖିଥିବା, ରାପିଡ ଇଣ୍ଡଷ୍ଟ୍ରିଆଲାଇଜେସନ ପାଇଁ, ତ ସେ ସବୁ ଆମର ସକ୍ସେସଫୁଲ ହେଇପାରିବ। ଦେନ୍ ଆସିଲା availability of impersonal credit. All productive enterprises is built on borrowed capital. ତ ଆମର କଣ ଗୋଟେ ଅର୍ଗାନାଇଜେସନ ଯାହାବି ଫଣ୍ଡ ଥାଏ ତ ସେମାନେ ଏକାକି କେବେ ଷ୍ଟାର୍ଟ କରିପାରିବେନି, ଯଦି ତାଙ୍କର ସେମାନେ କଣ ମେ ବି ବରୋଡ କରିପାରନ୍ତି କାହାଠୁ, ବ୍ୟାଙ୍କରୁ କି କାହା କୌଣସି ଫାଇନାନ୍ସିଆଲ ଇନଷ୍ଟିଟ୍ୟୁସନ ରୁ। ତ ସେ ସବୁ ପାଇଁକା ଆମ ସେ ସବୁ କାମ କରିବା impersonal credit and financial institution which can move up with the capital from those who have surpluses and make it available to the investors। ତ ଯୋଉମାନେ ଆମ ଅର୍ଗାନାଇଜେସନରେ ରହିଲେ ସେମାନେ ଯଦି ତାଙ୍କର ଯେତେବେଳେ କୌଣସି ପ୍ରୋସେସ ପାଇଁକା କିଛି ଫଣ୍ଡ ଦରକାର, ଲେବର ମାନଙ୍କୁ ବି ସାଲାରୀ ଦବାର ଅଛି, ଦେନ୍ ଯାହାବି ଗୁଡ୍ସ ଆଣ୍ଡ ସର୍ଭିସେସ୍ ପ୍ରଡ୍ୟୁସ ହଉଛି ତାଙ୍କ ପାଇଁକା ଯୋଉ ର ମ୍ୟାଟେରିଆଲ ଦରକାର ସେ ସବୁକୁ ବି ଆମକୁ କିଣିବାର ଅଛି। ତ ସେ ସବୁ କିଣିବା ପାଇଁ କଣ ଫଣ୍ଡ ଦରକାର, ଆଉ ଫଣ୍ଡ ଆମେ ଆମ ଓନ୍ ଫଣ୍ଡ ବି ୟୁଜ କରିବା, ଦେନ୍ ସେ ସବୁ ଯଦି ସଫିସିଏଣ୍ଟ ନ ହଉଛି ଆମେ କଣ ବରୋଡ କରିବା। ବରୋଡ ଆମେ କାହାଠାରୁ କରିବା ଯାହା ପାଖରେ ସରପ୍ଲସ୍ ଆମାଉଣ୍ଟ ଅଫ ମନି ଥିବ, ତ ସେମାନଙ୍କ ପାଖରେ ସରପ୍ଲସ୍ ଥିଲେ ସେମାନେ ଆମ ଅର୍ଗାନାଇଜେସନ ଇନଭେଷ୍ଟ କରିବା କଲେ ସେଟାକୁ ଆମେ କହିପାରିବା impersonal credit, ମାନେ ସେମାନେ ଆମକୁ କ୍ରେଡିଟ ଦେଲେ। The availability of impersonal credit are crucial for development। ତ ଆମର ଅର୍ଗାନାଇଜେସନ ଡେଭଲପମେଣ୍ଟ ପାଇଁକା ଆମର impersonal credit ବି ଦରକାର। ତ and the availability of impersonal credit industrialization assumes the existence of legal system which will ensure that debtors and creditors honor their obligation to each other। ତ ଯେତେବେଳେ ବି impersonal credit ଟା ହଉଛି ସେମାନଙ୍କ ପାଇଁ ରୁଲ କରିବା ପାଇଁକା କିଛି ରୁଲ୍ସ ଆଣ୍ଡ ରେଗୁଲେସନ ରହିବା ଦରକାର, ଯୋଉଟା କି ସେ ସବୁକୁ ସେ ସେ ସବୁର ପ୍ରପରଲି ଯେମିତି ହେଇପାରେ ସେ ସବୁ ଗାଇଡ କରାଯିବ, ମାନେ କିଛି ରୁଲ ରହିବା ଦରକାର। ଯେମିତି ମାନେ ଆମେ ଯଦି ଜଣକୁ ଲୋନ ଦବା ତ ସେ ଆମର କଣ ହେଇଯିବ ଡେପ୍ଟର, ଆମେ ତା ପାଇଁକା କ୍ରେଡିଟର ହେଇଯିବା। ତ ସେଇ ଡେପ୍ଟର ଆଉ କ୍ରେଡିଟର ଭିତରେ ଯୋଉ ରିଲେସନ ଟା ରହିଲା ସେମାନେ ଯେମିତି ପରସ୍ପର ନିଜର ରୋଲ ଟାକୁ ପରଫର୍ମ କରିପାରିବେ। ଯେମିତି କି ମୁଁ କାହାକୁ କହିବିନି, ଯଦି ମୋ ଠାରୁ ଜଣେ ଲୋନ ନେଇଛି ମୁଁ ତାକୁ ଏକ୍ସଟ୍ରା ଇଣ୍ଟରେଷ୍ଟ ଜମା ଚାର୍ଜ କରିବିନି, ଯେତିକି ମାନେ ଯେତିକି ତାର ରୁଲ ଅଛି ଯେ ଯେତିକି ଇଣ୍ଟରେଷ୍ଟ ଟା ସେ ଦେଇପାରିବ, କି ଯାହାବି ଆମର ବ୍ୟାଙ୍କରେ କଣ ଇଣ୍ଟରେଷ୍ଟ ରେଟ ଚାଲିଥାଏ ତ ସେଇ ହିସାବରେ ହିଁ ମୁଁ ସେମାନଙ୍କୁ ଲୋନ ଦେବି, ମୁଁ ତାଙ୍କଠୁ ଅଧିକ ଲୋନ ଚାର୍ଜ କରିପାରିବିନି ଯୋଉଟା କି ଇଲିଗାଲ ହବ। ତ ସେ ସବୁ ହେଲା ଆମର ଆଭେଲେବିଲିଟି ଅଫ ଇମ୍ପର୍ସନାଲ କ୍ରେଡିଟ। ତ ଆମ ଅର୍ଗାନାଇଜେସନରେ ଯାହାବି ସବୁ ଗୁଡ୍ ସର୍ଭିସେସ୍ ରହିଲା ସେ ସବୁକୁ ପ୍ରଡ୍ୟୁସ କରିବା ପାଇଁକା ଆମର ଫଣ୍ଡ ଦରକାର, ଆଉ ସେ ଫଣ୍ଡ ଟା ଆମେ କାହାଠାରୁ ଆଣିପାରିବା, ଆମ ନିଜ ଫଣ୍ଡ ୟୁଜ କରିପାରିବା, ନହେଲେ ଆମେ ଯାହା ପାଖେ ସରପ୍ଲସ୍ ଅଛି ତାଙ୍କ ଠାରୁ ଆମେ ଲୋନ ହିସାବରେ ଆଣିକି ଆମ ବିଜନେସ ରେ ଲଗେଇ ପାରିବା। ଆଉ ଯୋଉ ଆମେ ଯାହାଠାରୁ ଲୋନ ଆଣିବା ତାଙ୍କର ଆମ ଭିତରେ ଗୋଟେ ପ୍ରପର ଲିଗାଲି ଗୋଟେ ରିଲେସନ ରହିବା ଦରକାର, ଯୋଉଟା କି ଆମେ କେହି ତାକୁ କେହି ସେ ରୁଲ କୁ ନ ଭାଙ୍ଗିବା, ଆଉ କ୍ରେଡିଟର ଆଉ ଡେପ୍ଟର ମାନଙ୍କ ଭିତରେ ସେ ରୁଲ ପରସ୍ପର ପ୍ରତି ସେମାନେ ଅବ୍ଲାଇଜ୍ଡ ହେଇକି ରହିବେ ଆଉ କୌଣସି ଇଲିଗାଲ କାମ ନ କରିବେ। Then ଆସିଲା differentiation and specialization of labor. The new technology which signifies the division of the total production process into a number of simple stages of steps to each of whom a specialized group of worker industrialization involved is the most important technical condition of industrial growth। तो ऑर्गेनाइजेशन ने जो हमारा ऑटोमेशन हब इंडस्ट्रियलाइजेशन हब तो ସେଥିପାଇଁ का हमर कौन से मेसिन चलैया ପାଇଁ लेबर मान दरकार। तो ସେଇ लेबर माने तांकर जहाँ भी स्किल रहिला नॉलेज रहिला सेମାନଙ୍କୁ ଆମେ सिंपली डिवाइड करदबा। जेमति कि हम ऑर्गेनाइजेशन बहुत सारा स्टेजेस रहिला प्रोडक्शन प्रोसेस रो, तो को स्टेजेस रे को लेबर रो कामटा दरकार ସେଇ ସବୁ ଆମେ ତାଙ୍କ ସ୍କିल वाइज ସେମାନଙ୍କୁ डिवाइड करदबा। देयर मस्ट बी ए सिस्टमैटिक स्ट्रक्चर। तो सब ऑर्गेनाइजेशन ने इंडस्ट्रियलाइजेशन पाइका सब सिस्टमैटिक स्ट्रक्चर थिबा दरकार, जोटा कि हमर बेस्ड ऑन अथॉरिटी एंड स्पेशलाइज्ड स्किल टू मेक एप्रोप्रिएट डिसीजन। तो हमर ऑर्गेनाइजेशन एप्रोप्रिएट डिसीजन नबा पाइका हमें स्पेशलाइज्ड स्किल्ड वर्कर्स मानको सेमानकर प्रॉपर प्लेस रे हमें सेमानको प्लेसमेंट कर परिबा। ते सब हेला हमर प्री रिक्विजिट्स ऑफ इंडस्ट्रियलाइजेशन। तो समस्त बुझी पाथिबो।
ଦେନ୍ ଆମେ ନେକ୍ସଟ କ୍ଲାସ ରେ ପଢିବା ଇଣ୍ଡଷ୍ଟ୍ରିଆଲ ରିଲେସନ। ତ ଯୋଉମାନେ ଜଏନ କରିଛ ସମସ୍ତେ ଆଟେଣ୍ଡାନ୍ସ କୁ ଚାଟ ବକ୍ସ ରେ ମେସେଜ କରିଦିଅ। ଆଉ ଯାହା ବି ଡାଉଟ ଅଛି ତମ ମାନେ ନେକ୍ସଟ କ୍ଲାସ ରେ ପଚାରି ପାରିବ। ଠିକ ଅଛି, ତମେ କ୍ଲାସ କୁ ଏଠି ଷ୍ଟପ କରିବ। ଥ୍ୟାଙ୍କ ୟୁ ଅଲ୍।